ମୁଁ କୃଷ୍ଣାଂଶୁ ଆପଣଙ୍କୁ ସ୍ୱାଗତ କରୁଛି ଷ୍ଟଡି ପ୍ଲାଟଫର୍ମ ଷ୍ଟଡି ଷ୍ଟାର୍ଟକୁ। ଆପଣଙ୍କୁ ଯେମିତି ଜଣା ଅଛି ପ୍ରତ୍ୟେକ ରାତି 9ଟା ପରେ ଓଏସ୍ଏସ୍ସି, ଓପିଏସ୍ସି, OSSC ଏବଂ ଏସ୍ଏସ୍ବି ତରଫରୁ ଯାହା ବି ଅପଡେଟ୍ ଥାଏ ସବୁ ଅପଡେଟ୍କୁ କମ୍ବାଇନ୍ କରିକି ମୁଁ ଗୋଟେ ଭିଡ଼ିଓ ଭିତରେ ଆପଣଙ୍କୁ ପ୍ରୋଭାଇଡ଼ କରିଥାଏ। ତେବେ ଚାଲନ୍ତୁ ଆଜି ସେ ସମୟ ହେଇଯାଇଛି ସେସବୁ ଅପଡେଟ୍କୁ ଜାଣିବା ପାଇଁ। ପ୍ରଥମ ଅପଡେଟ୍ ଆମେମାନେ ଆଜି OTPLS ତରଫରୁ ଯିବା ଏବଂ OTPLS ତରଫରୁ ଦେଖିବେ ଆପଣଙ୍କର ରେଜଲ୍ଟ ଆସିଛି ମେନ୍ ରିଟିନ୍ ଏକ୍ଜାମିନେସନ୍ ଏବଂ ପ୍ରୋଭିଜନାଲ୍ ସ୍କ୍ରିନିଂ ଲିଷ୍ଟ ଅଫ୍ ଦି ଡକ୍ୟୁମେଣ୍ଟ ଭେରିଫିକେସନ୍ କାହାର ନା ପୋଷ୍ଟ ଅଫ୍ ଫିଜିକାଲ୍ ଏଜୁକେସନ୍ ଟେଷ୍ଟର ଯେଉଁଟା PTର ଆପଣମାନେ ଦେଖୁଛନ୍ତି। ତେବେ ଚାଲନ୍ତୁ ସେ ପିଡ଼ିଏଫକୁ ଡାଉନଲୋଡ଼ କରିବା ଏବଂ ଡିଟେଲ୍ସରେ ଚେକ୍ କରି ନେଇଯିବା। ପିଡ଼ିଏଫଟି ଡାଉନଲୋଡ଼ ହୋଇସାରିଛି ଏବଂ ଏଠି ଆପଣମାନେ ଦେଖିପାରିବେ ସବୁ ଡିଷ୍ଟ୍ରିକ୍ଟର ଆପଣଙ୍କର ଯେଉଁମାନେ ସିଲେକ୍ସନ୍ ଅଛନ୍ତି ସେମାନଙ୍କ ରୋଲ୍ ନମ୍ବର ଦିଆଯାଇଛି। ତ ଆପଣ ଯେଉଁମାନେ ସିଲେକ୍ସନ୍ ହୋଇଛନ୍ତି ସେମାନଙ୍କୁ କଂଗ୍ରାଚୁଲେସନ୍ ଏବଂ ତା ସହିତ କଟ୍ଅଫ୍କୁ ବି ଆପଣମାନେ ଦେଖିପାରିବେ। କଟ୍ଅଫ୍ ଆପଣମାନେ ଜେନେରାଲ୍ ଦେଖିବେ 79.5, UR ଓମେନ୍ 75.72, ST 38.4, ST ଓମେନ୍ 52.72, SC 65.42, SC ଓମେନ୍ 39.11 ଏବଂ SCBC 78.38। এইଥିପାଇଁ ମୁଁ କହେ ଯେ ଡିଫରେନ୍ସ ରୁହେ ସବୁ ଆପଣଙ୍କର ପୋଷ୍ଟକୁ ନେଇ। ଏଠି ଦେଖନ୍ତୁ ଜେନେରାଲ୍ ଏବଂ ଏଠି ST ବିଷୟରେ ଏଇଟା ଡିଫରେନ୍ସ ଆପଣମାନଙ୍କୁ ଏମିତି ଦେଖିବାକୁ ମିଳିବ। ନେକ୍ସଟ ଅପଡେଟ୍ ଚାଲନ୍ତୁ ଯିବା। ନେକ୍ସଟ ଅପଡେଟ୍ ଯଦି ଆମେ ଯିବା ଦେଖିବାକୁ ପାଇବା ରେଜଲ୍ଟ ଅଫ୍ ମେନ୍ ରିଟିନ୍ ଏକ୍ଜାମିନେସନ୍ ସ୍କ୍ରିନିଂ ଲିଷ୍ଟ ଡକ୍ୟୁମେଣ୍ଟ ପ୍ରସ୍ତୁତ ସାଂସ୍କ୍ରିଟ ଟିଚର ଏବଂ ସାଂସ୍କ୍ରିଟ ଟିଚର ବି ପିଡ଼ିଏଫକୁ ଡାଉନଲୋଡ଼ କରିବା ଏବଂ ତାର କଟ୍ଅଫ୍କୁ ବି ଆମେ ଦେଖିନେବା। ଏବଂ ସବୁ ଡିଷ୍ଟ୍ରିକ୍ଟ ଦିଆଯାଇଛି କଟ୍ଅଫ୍ ଆପଣମାନେ ଏଠି ଯଦି ଦେଖିବେ ଜେନେରାଲ୍ ଆପଣମାନେ ଦେଖନ୍ତୁ ଆପଣଙ୍କ ସାମ୍ନାରେ ଅଛି 77.72, UR ଓମେନ୍ 80.4, ST 30.47, ST ଓମେନ୍ 44.05, SC 58.74, SC ଓମେନ୍ 70.7 ଏବଂ SCBC 77.37। ঠিক ଅଛି, ଇଏ ହେଉଛି ତାର କଟ୍ ଅଫ୍ ଆପଣମାନେ ଦେଖିବାକୁ ପାଇବେ। ନେକ୍ସଟ ଯିବା। ନେକ୍ସଟ ଅପଡେଟ୍କୁ ଯେତେବେଳେ ଯିବା ଆପଣମାନେ ଦେଖିବେ ରେଜଲ୍ଟ ଅଫ୍ ମେନ୍ ରିଟିନ୍ ଏକ୍ଜାମ୍ସ ପ୍ରୋଭିଜନାଲ୍ ସ୍କ୍ରିନିଂ ଲିଷ୍ଟ ଡକ୍ୟୁମେଣ୍ଟ ଭେରିଫିକେସନ୍ ପୋଷ୍ଟ ଅଫ୍ ହିନ୍ଦୀ ଟିଚରର। ତେବେ ଚାଲନ୍ତୁ ହିନ୍ଦୀ ଟିଚର ବି କେତେ ଅଛି କଟ୍ଅଫ୍କୁ ଦେଖିନେବା। ଡାଉନଲୋଡ଼ ହୋଇସାରିଛି ଏବଂ ହିନ୍ଦୀ ଟିଚର ସବୁ ଡିଷ୍ଟ୍ରିକ୍ଟର ଆପଣ ଦେଇଛି ଏବଂ ହିନ୍ଦୀ ଟିଚର ଯେତେବେଳେ ଦେଖିବା ଆପଣମାନେ ଦେଖିବେ ଯେ ଜେନେରାଲ୍ ହେଉଛି ଆପଣଙ୍କର 62.06, UR ଓମେନ୍ 65.74 ଏବଂ ST ହେଉଛି 32.04। ଡିଫରେନ୍ସ ଦେଖିପାରିବେ। ST ଓମେନ୍ 39.43, SC 49.79, SC ଓମେନ୍ 54.09 ଏବଂ SCBC 61.06, SCBC ଓମେନ୍ 62.05। ନେକ୍ସଟ ଅପଡେଟ୍କୁ ଯିବା। ଅପଡେଟ୍କୁ ଯେତେବେଳେ ଦେଖିବା ଆପଣଙ୍କର ଯେଉଁ ଏକ୍ଜାମ୍ ହେଇଥିଲା RI, RI, ଅମିନ, ICDS, SFS ଏକ୍ଜାମ୍, ସେ ଏକ୍ଜାମ୍ରେ ଆପଣମାନଙ୍କର ଏନ୍ସର୍ କିକୁ ନେଇକି ଆଉ ଥରେ ଗୋଟେ ପବ୍ଲିଶ ହେଇଛି ଯାହାକୁ ଆପଣମାନେ 3 ଡିସେମ୍ବର ପର୍ଯ୍ୟନ୍ତ ଅବଜେକ୍ସନ୍ କରିପାରିବେ। ଦେଖନ୍ତୁ 1 ନଭେମ୍ବର 2025 ଥାର୍ଡ଼ ସିଫ୍ଟ ଯେଉଁଟା ଥିଲା ତାର ଆଉ ଥରେ ଏନ୍ସର୍ କି ଆସିଛି। ପୂର୍ବରୁ ଯେଉଁଥିରେ ଦେଖିଥିଲେ ସେଥିରେ କିଛି ଭୁଲଭାଲ ଥିଲା ଯେଉଁଥିପାଇଁ ଆପଣମାନେ ବର୍ତ୍ତମାନ ପୁଣି ସୁଯୋଗ ଦିଆଯାଇଛି ଆପଣ ଡାଉନଲୋଡ଼ କରିକି 3 ଡିସେମ୍ବର 2025 ଭିତରେ ଆପଣଙ୍କର ଅବଜେକ୍ସନ୍କୁ ଦେଇପାରିବେ। ନେକ୍ସଟ ଅପଡେଟ୍ ଯିବା। ନେକ୍ସଟ ଅପଡେଟ୍ OPS ତରଫରୁ ଏବଂ OPS ତରଫରୁ ଦୁଇଟି ଅପଡେଟ୍ ଆପଣଙ୍କ ସାମ୍ନାରେ ଅଛି। ଗୋଟେ ହେଉଛି ଭେଟନାରୀ ଆସିଷ୍ଟାଣ୍ଟ ସର୍ଜନର ଆଡ଼ିସନାଲ୍ ଭେଟନାରୀ ଆସିଷ୍ଟାଣ୍ଟ ସର୍ଜନର ଦେଖିବେ ରେଜଲ୍ଟ ରିଟିନ୍ ଏକ୍ଜାମିନେସନ୍ ଆସିଛି। ତେବେ ଚାଲନ୍ତୁ ପିଡ଼ିଏଫକୁ ଡାଉନଲୋଡ଼ କରିବା ଏବଂ ସେଥିରେ କ'ଣ ମେନସନ୍ ଅଛି ତାକୁ ବି ଟିକେ ଚେକ୍ କରିନେବା। ଆପଣମାନେ ଦେଖିପାରିବେ ଯେଉଁ ପୋଷ୍ଟ ଥିଲା ସେଇ ଅନୁସାରେ ଯଦି ଯିବା ଏଠି ଆପଣଙ୍କର ଡକ୍ୟୁମେଣ୍ଟ ଭେରିଫିକେସନ୍ ପାଇଁ ରୋଲ୍ ନମ୍ବର ଗୁଡ଼ିକ ଆସିଯାଇଛି। ତ ଯେଉଁମାନଙ୍କର ବି ଆସିଛି ସେମାନଙ୍କୁ କଂଗ୍ରାଚୁଲେସନ୍। ନେକ୍ସଟ ଅପଡେଟ୍ ଯେଉଁଟାକି ଆପଣଙ୍କର 11/12/2025 ଏବଂ 12/12/2025ରେ ଡକ୍ୟୁମେଣ୍ଟ ଭେରିଫିକେସନ୍ ଅଛି। ଡକ୍ୟୁମେଣ୍ଟ ଭେରିଫିକେସନ୍ ସେ ରୋଲ୍ ନମ୍ବର ମାନେ ଯିବେ। ନେକ୍ସଟ ଅପଡେଟ୍ ଆପଣ ଦେଖିବେ ପୋଷ୍ଟ ଗ୍ରାଜୁଏଟ୍ ଟିଚର ରେଜଲ୍ଟ ରିଟିନ୍ ଏକ୍ଜାମିନେସନ୍ ବି ପଳେଇ ଆସିଛି। ତ ପୋଷ୍ଟ ଗ୍ରାଜୁଏଟ୍ ଟିଚରର ରେଜଲ୍ଟ ଯେଉଁ ଆସିଛି ସେଥିରେ କ'ଣ ଅଛି ଟିକେ ଦେଖିନେବା କଟ୍ ଅଫ୍ କି କ'ଣ ଅଛି ଦେଖିନେବା ଚେକ୍ କରିନେବା। ହଁ ଏଠି ରୋଲ୍ ନମ୍ବର ଗୁଡ଼ିକ ଆସିଯାଇଛି ଯେଉଁଥିରେ ଆପଣଙ୍କର ଭାଇବା ହେବ ତ ଦେଖିପାରିବେ ଏଗୁଡ଼ିକ। ଠିକ୍ ଅଛି, ରୋଲ୍ ନମ୍ବର ଗୁଡ଼ିକ ଦେଖିବେ ଯେଉଁମାନେ ସିଲେକ୍ସନ୍ ହେଇଛନ୍ତି ସେମାନଙ୍କୁ କଂଗ୍ରାଚୁଲେସନ୍। ନେକ୍ସଟ ଅପଡେଟ୍ ଯଦି SSB ତରଫରୁ ଯିବା କିମ୍ବା OSSC ତରଫରୁ ଯିବା କୌଣସି ଅପଡେଟ୍ ଦେଖିବାକୁ ପାଇବେନି। ଆଜି ପାଇଁ ଏତିକି ଅପଡେଟ୍ ରହିବ। ଧନ୍ୟବାଦ।